हेलो दोस्तों गुड इवनिंग आशा करूँ समस्ते भल थे मत छाड़ी दोस्तों आज बहुत भोकर अच्छे खाया कि मिलना भोक भाव बुलूची आड़े भाविले आपण मान सहित सेयार करदे यही कथाटा देखो कौ जगार मुझे गोटे केनाल टारे जाऊँगी बिना पानी थिबा केनाल हे प्रभु एते जोर भोक आज संभाल ना आगू जी देखिए कौन सब रही ए मो मिनी ब्लॉग रे कौन सड़साड़ हो जाए भाई तो दोस्तों मुझे आसिक पहुँची जाइए खाइबा जगार हेले कौन हम मुझे खाई पारि ना देखो मु कौ जगार आसी पहुँची देखा जाऊ न भल मुझे जूम कर देखा यहीटा है सपुरी बगीचा आठी आसिक मु पहुँची जाइए मत सपुरी खावा बहुत इच्छा किंतु कौन हम यही सपुरी बिका हो नहीं आ मु खाई भी पारु नहीं कौन कर चोरी करदे गोटे गोटे फैमिली अच्छा माने यही सपुरी बार ओनर अच्छी जदि देखीदेला मुंडटा छतु कर मारद से खाली दूर दूर देखिकी एका पेट फुल करदा किंतु पाखक जीवानी रे बाबा राति आसते पड़े बोधे मत चोरी करने सपुरी खाई माने आज जमती हेल्ले खाई तो छाड़ अबे 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 तुम्हें कुआड़े बुलिकी रोच तुम एड़ा बालुंगा गोष्ठी दल सब खाली बुलिकी रुह एडे मो सपुरी चोरी कर बोला आई देखुच सर तू गोटे साला कालियास भुसुंडा एड़े आ आ भाई साला लुका छुपी खेलुले ना कौन मुझे डिस्टर्ब करदे आ अच्छा मत डरी गले कुकुर मैंने थोड़े कुकुरे खेल चलती ये मु आसिक डिस्टर्ब करदेली दौड़ू कुकुर जा पड़ा तो दस देखु एडा है यही प्लेसटा ए केरल रे आ मु केरल रे अच्छी यही मो पछरे से कुकुरटा भी आसी जालानी भाई तो सांग तो भारी डरुची मत देखिले तोते कौन डर लगुनि मेरे को डर नहीं लगता क्या तेरे को हाँ यही साला अच्छा 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 कहीं 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 ये साला चौबे दे मोर हाथ दोस्त देखो मु जगार अच्छी से बहुत सुंदर देखा सुंदर कले कौन जंगल अच्छी किंतु भल देखा देखो यहाँ गोटे कि भाया गछ ना लताटा यहाँ मुझे जानी ना देखो केते बढ़िया गछ को घेरिकी रही कि गछ यहाँ बहुत क्षतिकारक भाया लगे देखो तो आपण मैंने यही देखो गछटा पूरा माड़िकी रही आ पत्रटा मो पाखर देखी दूसरी कौ भाया पत्र देखु गोटे छिंडे आनी ता भितर चेर चेर हो देखो यहाँ कि गछ मुझे जानी लगुच यहाँ गोटे कौन कंदा फंदाटा होता लगुच छाड़त आम कौन अच्छे आम तो सपुरी देखी आसते सपुरी देखा यहाँ टे जूम कर देखीदा वाह कौन है मालटा पूरा ताजा अच्छी रे जा पचार सपुरी देवे कि 10 टଙ୍କା 20 ଟଙ୍କା ଭିତରେ ଯଦି ଦହି ଦେଲେ ତାହେଲେ ଆମ ଖାଇଦେବା ଗୋଟେ ଆଣିକି ଆଉ ଟିକେ ପରେ ହେଲା ଏବେ ତ ବର୍ତ୍ତମାନ ମୋର ପଇସା ବି ନାହିଁ ଖାଲିରେ ମୁଁ ଏଠି ବୁଲିବାକୁ ଆସିଛି ଆରେ फ्रेंड्स देखो तो ये चारियाडे ହେଇଛି କ'ଣ ଏଟା ଚାଷ ଫାସ କରାଯାଏନି ତ ମୁଁ ଭୁଲରେ ପଶି ଆସିଛି ପୁଣି ଦେଖନ୍ତୁ ଏଟା ଚାଷ ଫାସ ନାହିଁ ତ
ସବୁଆଡ଼େ ସେଇଟା ଅଛି ଦେଖନ୍ତୁ, ସବୁଆଡ଼େ। ଏଇ ସେଇ କୁକୁର ମାନେ ସିଆଡ଼େ ବୁଲି ଆଉଥରେ ପଳେଇଲେ। ଜୀବନ ମାନେ କୁକୁର ମାନେ ହିଁ ପାଇଛନ୍ତି ସଦାବେଳେ ଦେଖନ୍ତୁ ଦେଖନ୍ତୁ କେମିତି ହଉଛନ୍ତି ସେମାନେ। ଡିଆଁ ଡୁଇଁ ଖେଳୁଛନ୍ତି ସେଠି। ଆସ ଭାଇ। ଫ୍ରେଣ୍ଡସ୍, କୁକୁର ମାନେ ମୋ କଥା ଶୁଣନ୍ତି କିନ୍ତୁ କଥା ମାନନ୍ତି ନାହିଁ। ମାନେ ମୁଁ ଡାକିଲେ କାନ ଟେକିକି ଦେଖନ୍ତି କିଏ ଡାକିଲା କହି, କିନ୍ତୁ ମୋ କଥା ଜମା ମାନନ୍ତି ନାହିଁ ସେମାନେ। ଶଳା କିଏ କୁକୁର ଗୋଟେ ଡାକୁଛି ଏମିତି ଭାବୁଛନ୍ତି ନା କ'ଣ କେଜାଣି। ଆଉ ଗୋଟେ ଦେଖନ୍ତୁ ଫ୍ରେଣ୍ଡସ୍, ମୁଁ ଗୋଟେ ଏମିତି ଜାଗାରେ ଆସିକି ପହଞ୍ଚିଗଲି ଯେଉଁଠି ଖାଲି ଜଙ୍ଗଲ ହିଁ ଜଙ୍ଗଲ। ଆଉ ମୁଁ ଏଇ ଜଙ୍ଗଲରେ ହିଁ ରହୁଛି। ଆମର ସେପଟେ କମ୍ପାନୀ ହେଲା ଦେଖାଯାଉନି, ଦେଖନ୍ତୁ ଟିକେ ଟିକେ ଦେଖାଯାଉଛି ସେ ଯାଅ। ସେପଟେ କମ୍ପାନୀ ହଷ୍ଟେଲ ଅଛି, ଆଉ ମୁଁ ଏପଟେ ଟିକେ ଟାଇମ୍ ପାସ୍ କରିବା ପାଇଁ ଆସିଛି। ଦେଖନ୍ତୁ ସବୁଆଡ଼େ ଖାଲି ରବର ଗଛ ଅଛି। ଏଇଟା ଯେଉଁ ଶାଳ ଗଛ ପରି ଦେଖାଯାଉନି ଆପଣମାନଙ୍କୁ, ଏଇଟା ଆକ୍ଚୁଆଲି ଶାଳ ଗଛ ନାହିଁ, ଏଇଟା ହେଉଛି ରବର ଗଛ। ଏଠି ରବର କଟା ହେଇ କଡ଼ା ହେଇନାହିଁ, ନହେଲେ ମୁଁ ଆପଣଙ୍କୁ ଦେଖେଇଥାନ୍ତି ରବରଟା କେମିତି ୟୁଜ୍ କରାଯାଉଛି। ତଥାପି ମୁଁ ଗଛକୁ ଯାଇକି ପାଖରୁ ଦେଖେଇ ଦେଉଛି, ଆପଣ ଦେଖନ୍ତୁ। ଏଇଟା ତ ଏଇ ଗଛ ଓଡ଼ିଶାରେ ପ୍ରାୟ କମ୍ ହିଁ ମିଳିବ ଭଳିଆ ଲାଗୁଛି, କାହିଁକିନା ଏଠି ଯୋଉଠି ଯୋଉଠି ମିଳେ। ମାନେ ସବୁ ଜାଗାରେ ଏଠି ରବର ଗଛ ଅଛି ଦେଖନ୍ତୁ। ପୁରା ପାଖରୁ ମୁଁ ଦେଖୁଛି, ଦେଖନ୍ତୁ। ଦେଖିବାକୁ ତ ଏମିତି ନର୍ମାଲ ଗଛ ପରି ଲାଗୁଛି, ରସ ଟିକେ କାଢ଼ିବା କେମିତି ଦେଖାଯିବ। ରୁହନ୍ତୁ ଫ୍ରେଣ୍ଡସ୍, ଆଚ୍ଛା ନେଇଗଲି କାଠି। ଏଇ କାଠିରେ ତାକୁ ଗୁବି ଗୁବି, ଆବେ ତତେ ମାରୁନି ବେ, ତତେ ମାରୁନି ଆବେ ମତେ ମାରିବ କହିକି ଶଳା ପଳେଇଲା ସେ ଗୁବିଆ। ଦେଖନ୍ତୁ ଫ୍ରେଣ୍ଡସ୍, ଏ ଯେଉଁ କ୍ଷୀର ପରି ବାହାରୁନି ଦେଖନ୍ତୁ, ସାଙ୍ଗେ ସାଙ୍ଗେ ତା ବାହାରି ପଡ଼ିଲା କ୍ଷୀର। ମୁଁ ଟିକେ ଜୁମ୍ କରି ଆପଣଙ୍କୁ ଦେଖୁଛି। ହଁ ଦେଖନ୍ତୁ, ଏଇ କ୍ଷୀର ଭଳିଆ ଯେଉଁ ବାହାରିଲା ନା, ଏଇଟା ହେଉଛି ରବର। ଏଇଟା ହେଲା ରବର। ଦେଖନ୍ତୁ କିଛି ଏଇଭଳିଆ ରବର ସଂଗ୍ରହ କରାଯାଏ। ଏଇଟା କେମିତି, ଏଇଠି ଏବେ ଗିନା ଗୋଟେ ରହିଥାନ୍ତା ଏମିତି କି ହେଲା, ମୁଁ ଜୁମ୍ କମେଇ ଦେଉଛି। ଏଇଟା ଗୋଟେ ଏମିତି ଗିନା ରହିଥାନ୍ତା, ସେଇ ଗିନାରେ ତାଙ୍କେ ସାଇଜ୍ରେ ଏମିତି ନାଡ଼ ଦେଇକି ରଖିଥାନ୍ତେ। ଆଉ ସେ ଗିନା ଫୁଲ୍ ହେଲେ ସେ ଅଟୋମେଟିକ୍ ହାର୍ଡ଼ ହେଇଯାଏ। ହାର୍ଡ଼ ହେଇସାରିଲା ପରେ ସେଇଟାକୁ କାଢ଼ି କାଢ଼ି ନିଅନ୍ତି ଅଲଗା ଗଛରେ। ହଁ ହଁ ହଁ, ସେଇ ସାଇଡ଼୍ରେ କରାହେଇଛି। ରୁହନ୍ତୁ ମୁଁ ଯାଇକି ଦେଖେଇ ଦେଉଛି ହେଲା। ଠିକ୍ ଅଛି ରୁହନ୍ତୁ। ଆସ 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 ଆସ, ବ୍ଲଗ୍ରେ ଆସିଥାବରେ ଭାଗ୍ୟବାନ ଭାବିବ ନିଜକୁ। ଆମ ଓଡ଼ିଶା ଲୋକ ଦେଖିବେ ହେଲା, ତମେ ମାଲାଲିୟମ ବଙ୍ଗାଳୀ କୁକୁର ଯାକ। ଏଇ ବଙ୍ଗାଳୀ କୁକୁର ନା ତମେ ତେଲୁଗୁ କୁକୁରରେ? ହାଁ ଗୁଅ ଫୁଅ ଖାଇନ ତ? ବାସ୍ 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 ବାସ୍, ହଁ ଚାଟିକି ପୁରା ସରେଇ ଦେ ମୋ ହାତଟା। ତ ଫ୍ରେଣ୍ଡସ୍, ମୁଁ ଯାଇକି ଦେଖେଇ ଦେଉଛି ଏ କୁକୁରମାନଙ୍କ ସହିତ ଲାଗିଲେ ନିଜ କୁକୁର ଭଳିଆ ଲାଗୁଛି। ମୁଁ ଯାଇକି ସେଇ ରବର କାଢ଼ିବାଟା ଦେଖାଉଛି। ଦେଖନ୍ତୁ ରାସ୍ତା କେମିତି ହେଇଛି। ଆରେ ବାବାରେ, ଏଠି ତ ବର୍ଡ଼ର ଦିଆ ହେଇଛି, ଆଗକୁ ଯିବି ନା ନାଇଁ? ବର୍ଡ଼ରକୁ ଆମେ ଏମିତି ପାର କରିଦେବା। ଏଇ ଦେଖନ୍ତୁ ଫ୍ରେଣ୍ଡସ୍, ଏଇଠି ଏବେ ଏବେ ଜଷ୍ଟ କାଟିଛନ୍ତି ନା କ'ଣ ଦେଖାଯାଉଛି। ଦେଖନ୍ତୁ ଏଇଟା ଗଛ, ଏଇଟା ମୂଳରେ କାଟା ଯାଇଛି ହେଲା। ଏଇ ଦେଖନ୍ତୁ, ଜୁମ୍ କରି ଦେଖିବା କ୍ଲାରିଟି ଆସିବ। ଦେଖନ୍ତୁ ଏଇଠୁ ଏମିତି 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 ଯାଇକି କଟିଂ ହେଇଛି। ଏଇ ଦେଖନ୍ତୁ, ମୁଁ ଯେଉଁ କଥା କହୁଥିଲି ଏଇଟା ହେଲା ସେଇଟା। ଆଉ ଏଇ ଗିନାରେ ଫୁଲ୍ ହୁଏ। ଏଇଟା ଗୋଟେ ଥର ନେଇ ସାରିଛନ୍ତି ଅଲରେଡ଼ି ହେଲା, ନେଇ ସାରିଛନ୍ତି। ଏଇଟା ଦ୍ୱିତୀୟ ଥର ପାଇଁ ବସା ହେଇଛି। ସବୁ ଗଛରେ ଏମିତି କରାହେଇଛି ଦେଖନ୍ତୁ, ସବୁ ଗଛରେ। ସେଇ ଗଛର ବୋଧେ ହେଇନି, ଯା ଟାଇମିଂଟା ହେଇନି, ସେଇଥିପାଇଁ ସେଇଠି ବସା ହେଇନି। ବାକି ଏଠି ସବୁ ଗଛରେ ବସିଛନ୍ତି ଏଇ ସାଇଡ଼୍ର। ଦେଖନ୍ତୁ ଜୁମ୍ କରି ଦେଖିଲେ ପୁରା କ୍ଲିଅର ଦେଖାଯିବ। ଦେଖନ୍ତୁ କ୍ଷୀର ପିଇବେ? କ୍ଷୀର କିଏ ପିଇବେ କି? କ୍ଷୀର
ଲହୁଣୀ 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 ପରି ଦେଖାଯାଉଛି ଲହୁଣୀ। ତ ଫ୍ରେଣ୍ଡସ୍ ଏଇଭଳିଆ ହିଁ ରବର ତିଆରି ହୁଏ। ବାକି ଆଉ କିଛି ଟେକ୍ନୋଲୋଜି ୟୁଜ୍ ନାହିଁ ଏଠାରେ। ରବର ଏମିତି ଗଛରୁ ତିଆରି କରାଯାଏ। ଆଉ ସେ କେମିକାଲ ନା କ'ଣ ଏ ଯାକ ସବୁ କିଛି ୟୁଜ୍ ହୁଏ ନାହିଁ। ଖାଲି ଗଛର ରସରୁ ରବରଟା ତିଆରି ହୁଏ। ଯଦି ଜାଣିନଥିଲ ଜାଣିଥାଅ, ଭଲ କଥା ଏଇଟା। ଆଉ ଫ୍ରେଣ୍ଡସ୍ ମୁଁ ପୁଣି ରିଟର୍ଣ୍ଣ ହେଇଯାଉଛି, ଯାଇକି ଘରୁ ପଇସା ନେଇକି ଆଇବି। ଘରୁ ନୁହଁ ତ ରୁମ୍ରୁ ଯାଇକି ପଇସା ନେଇକି ଆଇବି। ଆଉ ସେଇଠି ଗୋଟେ ବୁଢ଼ୀ ଲୋକଟେ ଥିଲେ, ଜେଜେମା ଟାଇପ୍ର, ଜେଜେମା ବୟସର ବୁଢ଼ୀ ଲୋକଟେ ଥିଲେ। ମୁଁ ଯାଇକି ତାଙ୍କୁ କହିବି ସପୁରି ଗୋଟେ ଦେବେ କି, 10 ଟଙ୍କା 20 ଟଙ୍କାରେ ଦେବେ ଭଳିଆ ଲାଗୁଛି ମୋତେ। କାହିଁକିନା ଏଠି ଏତିକି ରେଟ୍ ବେଶୀ ନୁହଁ। ତ ଦେଖନ୍ତୁ ସେପଟେ ଗୋଟେ ଆସିଛି ବୁଢ଼ୀ ଲୋକଟା। ନା ତାଙ୍କେ କମ୍ପାନୀ ୱାର୍କର୍ସଟା। ତ ମୁଁ ତାଙ୍କୁ ପଚାରିନି, ସେଠିକି ଯାଇକି ପଚାରିବି ହେଲା। ଆପଣମାନେ ଦେଖନ୍ତୁ ଏଇ ଲୌହ ଯାକ ଆଉ ଥରେ ଦେଖନ୍ତୁ କେମିତି ଦେଖାଯାଉଛି। ଏବେ ଲାଇଟ୍ ନାହିଁ ତ, ଲାଇଟ୍ ନାହିଁ ସେଇଥିପାଇଁ ପୁରା କୁହୁଡ଼ିଆ ଦେଖାଯାଉଛି, ନହେଲେ ବଢ଼ିଆ ଦେଖାଯାଇଥାନ୍ତା। ହଉ ଫ୍ରେଣ୍ଡସ୍ ଠିକ୍ ଅଛି, ଦେଖାବ ଆଉ ଗୋଟେ ବ୍ଲଗ୍ରେ। ଏବେ ମୁଁ ଯାଉଛି ରୁମ୍କୁ ଆସିକି ପଚାରିବି, ଯଦି ଦେଲେ ତ ଭଲ କଥା, ନହେଲେ ଆଜି ମୁଁ ଉପବାସ ରହିବି ଆଉ। ହଉ ଧନ୍ୟବାଦ, ଦେଖା ଆଉ ଗୋଟେ ବ୍ଲଗ୍ରେ, ବାଏ ବାଏ।